2026 ମସିହା ମଇ ମାସ 16 ତାରିଖରେ ଶନି ଜୟନ୍ତୀ ଏବଂ ଏହି ଦିନ ଅନେକ ଶୁଭଯୋଗ ସୃଷ୍ଟି ହେଉଛି। ବୃଷ ରାଶିରେ ସୂର୍ଯ୍ୟ ଏବଂ ବୁଧଙ୍କ ସଂଯୋଗ ବୁଧାଦିତ୍ୟ ରାଜଯୋଗ ସୃଷ୍ଟି କରୁଛି। ସମସ୍ତ 7ଟି ଘରେ ସମସ୍ତ ଗ୍ରହଙ୍କ ଉପସ୍ଥିତି କେଦାର ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ମହାନ ଗ୍ରହ ମିଶ୍ରଣ ଆର୍ଥିକ ଲାଭ ଏବଂ କ୍ୟାରିୟରରେ ସଫଳତା ଆଣିପାରେ। 5ଟି ରାଶି ଖୋଲିବ ଭାଗ୍ୟ। 2026 ମସିହା ମଇ 15 ତାରିଖରେ ଶନି ଜୟନ୍ତୀ। ଗୋଟିଏ ଦିନ ପୂର୍ବରୁ ସୂର୍ଯ୍ୟ ଏବଂ ବୁଧ ବୃଷ ରାଶିରେ ପ୍ରବେଶ କରିବେ, ଯାହା ବୁଧାଦିତ୍ୟ ରାଜଯୋଗ ସୃଷ୍ଟି କରିବ। 16 ମଇରେ କେଦାର ଯୋଗ ମଧ୍ୟ ସକ୍ରିୟ ରହିବ। ଏହା ବ୍ୟତୀତ ଚଳିତ ବର୍ଷ ଶନିବାର ଦିନ ଶନି ଜୟନ୍ତୀ ପଡ଼ୁଛି। ଏହି ଶୁଭଯୋଗ 5ଟି ରାଶି ପାଇଁ ସଫଳତା ଏବଂ ନୂଆ ସୁଯୋଗ ଆରମ୍ଭ ହେବ। ଏହି ଯୋଗ 5ଟି ରାଶିର ଭାଗ୍ୟ ଖୋଲିବ। ଆସନ୍ତୁ ସେ 5ଟି ରାଶିଙ୍କ ବିଷୟରେ କିଛି ଆଲୋଚନା କରିବା। ପ୍ରଥମ ରାଶି ବୃଷ ରାଶି। କ୍ୟାରିୟରରେ ଉନ୍ନତି ଏବଂ ସ୍ୱାସ୍ଥ୍ୟରେ ଉନ୍ନତି। ବୃଷ ରାଶିରେ ବୁଧାଦିତ୍ୟ ରାଜଯୋଗ ସୃଷ୍ଟି ହେଉଛି ଏବଂ ଏହି ଯୋଗର ପ୍ରଭାବ ଏହି ଲୋକଙ୍କ ପାଇଁ ସେମାନଙ୍କ କ୍ୟାରିୟରରେ ନୂତନ ଦାୟିତ୍ୱ ଆଣିପାରେ। ଆପଣ ଏକ ଉଚ୍ଚ ପଦବୀ ପାଇବେ ଏବଂ ଆପଣଙ୍କ ପ୍ରଭାବ ବୃଦ୍ଧି ପାଇବ। ବ୍ୟବସାୟୀମାନେ ପୁରୁଣା ଗ୍ରାହକଙ୍କ ଠାରୁ ଯଥେଷ୍ଟ ଲାଭ ପାଇପାରନ୍ତି। ପୁରୁଣା ରୋଗ ଭଲ ହେବ ଏବଂ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ପରବର୍ତ୍ତୀ ରାଶି ସିଂହ ରାଶି। ପ୍ରଚେଷ୍ଟା ବୃଦ୍ଧି ହେବ। ଶନି ଜୟନ୍ତୀରେ ସୃଷ୍ଟି ହେଉଥିବା ଶୁଭ ଯୋଗ ସିଂହ ରାଶିର ଲୋକଙ୍କ ପାଇଁ ସେମାନଙ୍କ କ୍ୟାରିୟର ଏବଂ ବ୍ୟବସାୟରେ ଯଥେଷ୍ଟ ଉନ୍ନତି ଆଣିପାରେ। ନୂଆ ବୃତ୍ତିଗତ ଚୁକ୍ତି ସମ୍ଭବ। କର୍ମକ୍ଷେତ୍ରରେ ଆପଣଙ୍କ ନେତୃତ୍ୱର ପ୍ରଶଂସା କରାଯିବ। ସମାଜରେ ଆପଣ ସମ୍ମାନ ବୃଦ୍ଧି ହେବ। ତୁଳା ରାଶି। ଧନ ସମ୍ପତ୍ତିର ବିସ୍ତାର। ଶନି ଜୟନ୍ତୀରେ ସୃଷ୍ଟି ହୋଇଥିବା କେଦାର ଯୋଗ ତୁଳା ରାଶିର ଲୋକଙ୍କ ପାଇଁ ଖୁବ୍ ଏବଂ ସମୃଦ୍ଧି ଆଣିବ। ଆପଣ ନୂଆ ସମ୍ପତ୍ତି ହାସଲ କରିପାରନ୍ତି। ଆପଣଙ୍କ ଆର୍ଥିକ ସନ୍ତୁଳନ ବୃଦ୍ଧି ହେବ। ଆପଣ ବ୍ୟବସାୟରେ ନିବେଶ କରିପାରିବେ। ପୁରୁଣା ନିବେଶ ମଧ୍ୟ ଲାଭ ପ୍ରଦାନ କରିବ। ଅଟକି ରହିଥିବା ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟରେ ଲଗାଯିବ। ଚାପ ବୃଦ୍ଧି ହେବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ବିଛା ରାଶି। ନୂଆ ଚାକିରି ପାଇଁ ଅଫର ଆସିପାରିବ। ଶନି ଜୟନ୍ତୀରେ ଶୁଭ ଯୋଗ ବିଛା ରାଶିଙ୍କ ଲୋକଙ୍କୁ ସେମାନଙ୍କ କ୍ୟାରିୟରରେ ପ୍ରୋତ୍ସାହିତ ଦେଇପାରେ। କେତେକଙ୍କୁ ନୂଆ ଚାକିରି ଅଫର ମିଳିପାରେ। ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଅଧିକ କିମ୍ବା କ୍ୟାରିୟର ଉନ୍ନତି ପାଇଁ ବିଦେଶ ଯାତ୍ରା କରିବାର ସୁଯୋଗ ମିଳିବାର ସମ୍ଭାବନା ରହିଛି। କୁମ୍ଭ ରାଶି। କ୍ୟାରିୟରରେ ସଫଳତା ଆସିବ। ଶନି କୁମ୍ଭ ରାଶିର ଶାସକ ଗ୍ରହ ଏବଂ ଶନି ଜୟନ୍ତୀ ଏହି ଲୋକଙ୍କ ଭାଗ୍ୟ ଆଣିବ। ଏହା ସେମାନଙ୍କ କ୍ୟାରିୟରରେ ଆଶାଠାରୁ ଅଧିକ ସଫଳତା ଆଣିପାରେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ କୌଣସି ସ୍ଥାନକୁ ଯଥେଷ୍ଟ ପରିମାଣରେ ଟଙ୍କା ପାଇପାରନ୍ତି। ଯେଉଁମାନେ ଦୀର୍ଘକାଳୀନ ରୋଗରେ ପୀଡ଼ିତ ଅଛନ୍ତି ସେମାନେ ଆଶ୍ୱସ୍ତି ପାଇପାରିବେ। ବନ୍ଧୁଗଣ, ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ତାହା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆପଣଙ୍କର କେଉଁ ରାଶି ତାହା ଆମକୁ କମେଣ୍ଟ କରନ୍ତୁ। ଜୟ ଶନିଦେବ।